ମାନେ ଆଜି ହେପି ଶିବରାତ୍ରି ମୋ ଥରୁ ସମସ୍ତଙ୍କୁ ହେପି ଶିବରାତ୍ରି ସମସ୍ତଙ୍କର ମଙ୍ଗଳ ହଉ ଆଉ ଖୁସିରେ ରୁହନ୍ତୁ। ତ ଚାଲନ୍ତୁ ଆଜି ବନେଇବା ଗୋଟେ ଶାଗୁର ମାନେ ଯେଉଁଟା ଡ୍ରିଙ୍କସ୍ ଆଉ ଗୋଟେ ମାନେ ଭୋଗ ବି ବନେଇବା। ମୁଁ ବନେଇଥିଲି, ଆପଣମାନେ କେମିତି ବନେଇ ପିଇଥିଲେ ନିହାତି କମେଣ୍ଟରେ ଜଣେଇବେ। ମୁଁ ମନ୍ଦିର ଆସିଲା ପରେ ବନେଇକି ପିଇଥିଲି ଆଉ ଦିନସାରା ପୁରା ସୁସ୍ଥ ରହିଥିଲି। ତ ପ୍ରଥମେ ଶାଗକୁ ଭିଜେଇ ନେଇଥିଲି 3-4 ଘଣ୍ଟା ଆଗରୁ। ତାପରେ ଗୋଟେ ଗ୍ରାଇଣ୍ଡର ନେଇନେବା, ସେଥିରେ ଦହି କିଛି ଦେଇଦେବା ଆଉ ଟିକେ ଛେନା ଦେଇଦେବା। ମିଠା ପାଇଁ ଗୁଡ଼ ମୁଁ ଏଇଠି ୟୁଜ୍ କରୁଛି, ଗୁଡ଼କୁ ଭିଜେଇ ରଖିଥିଲି ଦେଇଛି। ଆପଣମାନେ ଚିନି ମିଶ୍ରି ଯାହା ବି ଦେଇପାରିବେ। କଦଳୀ ଗୋଟେ ଦେଇଦେଲି, ନଡ଼ିଆ କୋରା, କାଜୁ ଆଉ କିଛି ସାବୁକୁ ଦେଇକି ତାକୁ ଗୋଟେ ମାନେ ବନେଇ ନେବା ବେଟର, ମାନେ ଯେଟା ଡ୍ରିଙ୍କସ୍ ବନେଇବା। ତ ପାଣି ଟିକେ ଦେଇକି ତାକୁ ବନେଇ ନେଇଥିଲି। ଆପଣମାନେ କ୍ଷୀର ଏଠି ଦେଇକି ବି ବନେଇ ପାରିବେ। ତାପରେ ଗୋଟେ ଚିଆ ସିଡ୍କୁ ଭିଜେଇକି ରଖିଥିଲି। ଚିଆ ସିଡ୍ ଗୁଡ଼ା ତାକୁ ସେଇ କାଚ ଗ୍ଲାସ୍ର ଦେଇଦେଲି ଟିକେ, ଆଉ ତାପରେ ଏଇ ଡ୍ରିଙ୍କସ୍ଟା ଢାଳିଦେଲି। ତାପରେ ଟିକେ ନଡ଼ିଆ କୋରା ଆଉ କାଜୁ ଆଉ ଟିକେ ବେଦନା ମଞ୍ଜି ଦେଇକି ତାକୁ ଟିକେ ମାନେ ରଖିକି ସଜେଇକି ପିଇ ନେଲି। ଥଣ୍ଡା ଥଣ୍ଡା ପୁରା ବହୁତ ବଢ଼ିଆ ଲାଗିଥିଲା। ଆଉ ପୁରା ଭୋକ ବି ମାରିଦେବ, ଆଉ ପୁରା ଶୋଷ ବି ଲାଗିବନି ଜିନିଷଟା। ଆପଣମାନେ ନିହାତି ଯଦି ବନେଇ ନଥିବେ ତାହେଲେ ଏଇଭଳିଆ ବନେଇକି ପିଇ ନିଅନ୍ତୁ। ଆଉ ତାପରେ ଗୋଟେ ଭୋଗ ବି ବନେଇ ନେଇଥିଲି ସେମିତି, ମାନେ ଦହି, ଛେନା ଆଉ ସବୁ କିଛି ଗୁଡ଼ ଚିନି ଦେଇକି ନଡ଼ିଆ କୋରା ଦେଇକି ପେଶି ନେଇଥିଲି। ତାପରେ ସବୁ ଫ୍ରୁଟ୍କୁ କାଟିକି ରଖିଥିଲି ଦେଇଦେଲି। ଆପଣମାନଙ୍କ ପାଖରେ ଯେଉଁ ଫ୍ରୁଟ୍ ଥିବ ସବୁ ଦେଇପାରିବେ। ଆଉ ନଡ଼ିଆ କୋରା ଆଉ ଟିକେ ଦେଇଦେଲି, ଆଉ ଟିକେ ଛେନା, ଦହି ଆଉ ଟିକେ ଦେଇ, ଆଉ ଗୋଟା ସବୁ ବି ଯେଉଁ ରଖିଥିଲି ତାକୁ ବି ଭିଜେଇ ତାକୁ ବି କିଛି ଦେଇଦେଲି। ତାପରେ ମିଠା ପାଇଁ ଗୁଡ଼ ଦେଇକି ଏଠି ଗୋଳେଇ ନେଲି। ଆମର ହେଇଗଲା ଭୋଗ ଆଜିର ଜାଗରର ସ୍ପେଶିଆଲ୍। ତ ରହିଲି ସାଙ୍ଗମାନେ, ନେକ୍ସଟ ବେଳେ ଦେଖା ହେବ। ଜୟ ଜଗନ୍ନାଥ।